ବର୍ଷେ ହଁ ବର୍ଷେ ସେକେଣ୍ଡ ଦେଖ ବର୍ଷେ ହେବ। କିନ୍ତୁ ମାଗିଲେ ଆଗ ପସନ୍ଦ କଲି, ତାପରେ ଘର ଲୋକମାନଙ୍କୁ ପଠେଇଲି, ସେଇଠି ଗୋଟେ ଝିଅକୁ ଦେଖିଲି ପ୍ରସ୍ତାବ ପାଇଁ ଯୋଉଠି ଘର କୋଉଠି ଲୋକ କୋଉଠି ଦେଖିଲେ? ଘରେ ଖାଲି। ଘରେ? ହଁ ଏଇଠି ନା ସେଠି? ଏଇଠି କା। ଆଇଲେ? ହଁ ମୁଁ ଆସିଥିଲି। ଆସିଲେ କାହା ଦେଇ ଆସିଲେ? ଏଇଠି ଆଗରୁ ମୋର ସାଙ୍ଗ ଗୁଡ଼ାକ ଅଛନ୍ତି, ସାଙ୍ଗମାନଙ୍କ ଦେଇ ଆସିଲେ। ହଁ। ତାପରେ ଆକୁ ମୁଁ ଦେଖିଲି। ହଁ ଦେଖିଲେ, ପସନ୍ଦ କଲେ, ତାପରେ ମାଗିଲେ। ହଁ କ'ଣ ଚିଠି ଦେଇକିନା ବାପା ତ ନାହିଁ, ଘର ପରିବାରକୁ ପଠେଇଲେ ନା ନିଜେ ଆସିଲେ? ନାଇଁ, ଘର ପରିବାରକୁ ପଠେଇଲି। ପଠେଇଲେ। ସେତେବେଳେ ଝିଅ ଥିଲା କି? ଭେଟିଲେ କି ତାଙ୍କେ ଆଇଲା ବେଳେ? ସେଇଟା ମୋତେ ଜଣା ନାହିଁ। ତାଙ୍କେ ତାକୁ ଦେଇଦେ। ତାଙ୍କେ ପଠେଇଲେ, ପୁଣି କେତେ ଜଣ ଆସିଲେ? ଥିଲ କି? ଫାଷ୍ଟ ନଥିଲା ଆଜ୍ଞା। ନଥିଲେ? ମୁଁ ନଥିଲି। ହେଲେ ମାନେ ନିରାଶ ହେଇକି ଫେରି ଯାଇଥିବେ। ଫାଷ୍ଟ ପଚାରିବାକୁ ଆସିଥିଲେ ଆମ ଘରେ। ଘରେ ଘରେ କଥା ହେଲେ। ବିନା ମାନେ ବାପାଙ୍କୁ ଜଣେଇଲି ଫାଷ୍ଟ। ହେଲେ ତୁମର ବିନା ଉପସ୍ଥିତିରେ ସେମାନେ କଥା ହେଇଛନ୍ତି ନା ତ? ହଁ, ହେଲେ ଫାଷ୍ଟ ପଚାରିବାକୁ ଆସିଲେ, ତାପରେ ଡେଟ୍ ଫିକ୍ସ କରିକି ଗୋଟେ ଦିନ ଆସିଲେ। ଗୋଟେ ଦିନ ଆସିଲେ। ତାକୁ ଟିକେ କଥା ହେବେ ତାକୁ। ଆଉ ଦାଦା କି ମା କାହାକୁ ପଠେଇଲେ? ନାଇଁ, ମା ତ ଆସିଲେନି, ଦାଦା ଆଉ ଦାଦା ଆସିଲେ। ହଁ କଥା ହେଲେ, ଫେରି ଆସିଲା ପରେ ଆଉ ଭେଟିଲୁ, କଥା ହେଲୁ ବୋଲି କହିଲେ ନା କ'ଣ କହି ଆସିଲେ? ଉତ୍ତର କ'ଣ ମିଳିଲା? ହଁ, ଘର ଲୋକମାନଙ୍କୁ କଥା ହେଇକି ଆସିଲୁ। ହଉ ଠିକ୍ ଅଛି, ଆସ, ପ୍ରସ୍ତାବ ନେଇକି ଆସ, କିଛି ଅସୁବିଧା ନାହିଁ ବୋଲି କହିଲେ। ତାପରେ ଆସିଲେ। ହଁ କେତେ ଦିନ ପରେ ଆସିଲେ? ଆନୁମାନିକ ଭାବରେ ମାନେ ତ ଗୋଟେ ସପ୍ତାହ। ସପ୍ତାହ ପରେ ଆସିଲେ। କେତେ ଲୋକ ଆସିଲେ? ପ୍ରାୟ ଆମେ 10 ଜଣ। 10 ଜଣ ଆସିଲେ। ସେତେବେଳେ କିଏ କିଏ ଥିଲେ ଏଠି? ସବୁ ବାପା ମା ଥିଲେ, ଆଉ ଏଇଠି କାର୍ଯ୍ୟକାରୀ ଥିଲେ। ଆଉ ଝିଅ ଥିଲା ନା ନାହିଁ? ମୁଖ୍ୟ ଲୋକ ଥିବାର ଅଛି ତ? ହଁ, ନଥିଲେ? ସେଦିନ ମଧ୍ୟ ଇଏ ନଥିଲା? ନାଇଁ, ଥିଲେ। ଥିଲେ ତ? ହଁ ଆଉ କଥାବାର୍ତ୍ତାରେ ଭଲ ହେଲା ନା? ନା ଗାଳି ଗୁଳି କ'ଣ କଲେ କି? ନାଇଁ, ଭଲରେ ସ୍ୱାଗତ କଲେ? ହଁ ଭଲରେ କୁହ, ଯାହା ଦେଖିଲ, ଯାହା ଅନୁଭବ କଲ କହିଦିଅ। ନାଇଁ, ଭଲରେ ସ୍ୱାଗତ କଲେ। ସ୍ୱାଗତ କଲେ, ଭଲ ଆତିଥ୍ୟ କଲେ। ହଁ ଆଉ ତାପରେ କଥାବାର୍ତ୍ତାରେ ମଧ୍ୟ ହଁ ହାଁ ହେଇଗଲା। ହଁ ହେଲେ ଆପଣ କେତେ ତାକୁ ପ୍ରେମ କରନ୍ତି? ବହୁତ ଭଲ କଲେ। ବହୁତ। ଆଉ ଦେଖାଇ ତ ହେବ ନା ନାଇଁ କି? ହଁ। ଦେଖାଇ ତ ପାରିବାନି। ବହୁତ ନାଇଁ କି? କେତେ ଦୂର ଯିବ ସେ ପ୍ରେମ? ଆଜୀବନ ପର୍ଯ୍ୟନ୍ତ। ଆଜୀବନ ପର୍ଯ୍ୟନ୍ତ। ସତ ତ? ହଁ ଆଉ କିଏ ସାଙ୍ଗମାନେ ନାଇଁ କି? ସାଙ୍ଗମାନଙ୍କ ଦେଇ ଆସିଲେ ତ? ସେମାନେ କହିଥିବ ମାନେ ଏ ଝିଅକୁ ମାଗ ବୋଲି? ନା ନା, ସେମିତି କହିନି। ତାଙ୍କ କଥାରେ ପଡ଼ିବ ନାହିଁ। ଦେଖନ୍ତି ଅସୁବିଧା ହେଇଯିବ ପରେ। ନାଇଁ, କିଏ କହିନି। ନିଜ ଇଚ୍ଛାରେ, ନିଜ ମତରେ। ହଁ, ନିଜ ଆମର କାକଲି ମଣ୍ଡଳୀର କାନୁନ ଅଛି 15ଟା। ସେଥି ଭିତରେ ଝିଅ ବା ପୁଅ ତାଙ୍କର ସ୍ୱାଧୀନତା ଅଛି। ତାଙ୍କ ନିଜ ଇଚ୍ଛାରେ ବିବାହ କରିବେ। ବାପା ନାହିଁ, ମା ନାହିଁ, କୌଣସି ଲୋକ ଆପ୍ରୋଚ୍ କରିବେନି। ସେମିତି ତ? ହଁ ନିଜ ମନରେ, ନିଜ ଇଚ୍ଛାରେ। ହଁ, ନିଜ କେବେ ଇଚ୍ଛା। କହିବ ନାହିଁ, ସାଙ୍ଗକୁ ଦୋଷ ଦେବ ନାହିଁ, କି ମା ଦାଦାକୁ ଦୋଷ ଦେବ ନାହିଁ। ତମେ କଲ, ମୋର ଇଚ୍ଛା ନଥିଲା, ଆପଣ ଯାଇକି ଠିକ୍ କରିଦେଲ ବୋଲିକି ମୁଁ ଆପଣଙ୍କୁ ସମ୍ମାନ ଦେବା ପାଇଁ ମୁଁ ହଁ କହିଲି ସିନା, ତେବେ ସେ କଥା ବାହାରିବନି। ନାଇଁ। ପ୍ରକୃତିରେ ଭଲ ପାଉଛ, ହଁ ପ୍ରେମ କରୁଛ, ହଁ ବିବାହ କରିବ। ହଁ ବିବାହ ପରେ କ'ଣ କରିବ? କେତେ ମାସ ପରେ? ନାଇଁ, ସେମିତି ହବ। ସେମିତି ହେବ ନାହିଁ। ନାଇଁ। ତାକୁ ଟିକେ ପଚାରିବେ, ତାପରେ ଶେଷ କରି ପ୍ରିୟ ପରିବାର। ଆଉ ତମର ମତ କ'ଣ? କିଏ ତମକୁ ଆପ୍ରୋଚ୍ କଲା? ମାନେ ସେ ପୁଅକୁ ଭଲ ଅଛି, ତାକୁ ଭଲ ବୋଲି ବାପା ମା କହିଲେ? ନାଇଁ, ସେମିତି କିଛି ନାହିଁ। ନିଜ ଇଚ୍ଛାରେ? ହଁ, ଆଉ ପରେ ଯଦି ଇଏ ପ୍ରେମ କରିବ ନାହିଁ, ନିର୍ଯାତନା ଦେବ, କ'ଣ କରିବ? କୋଉଠି ଯିବ? କୋଉଠି ଯିବ? ଇଏ ଯଦି ତୁମକୁ ସେତେବେଳେ ବହୁତ ଭଲ ପାଉଛି, ଭଲ ପ୍ରେମ କରୁଛି, ମୁଁ ବିବାହ କରିବି, ଆଜୀବନ ରଖିବି କହିଲା, କିନ୍ତୁ ଅସୁବିଧା ଥିବ ମଝିରେ। ବିବାହ ହେଲା ପରେ ବିଭିନ୍ନ ପ୍ରକାର ସମସ୍ୟା ଆସିବ। ଆଉ ବିଭିନ୍ନ ପ୍ରକାର ମାନେ ସେମିତି କିଛି କହିହେବନି। ଆମର ଜୀବନରେ କେବେ ଭାବିନଥିବା ଅସୁବିଧା ମଧ୍ୟ ଆସିଯାଏ। ସେତେବେଳେ ହୁଏତ ତୁମକୁ ନିର୍ଯାତନା ଦେବ, ତୁମକୁ ହେୟ ଜ୍ଞାନ କରିବ, ତୁମକୁ ପ୍ରେମ କରିବ ନାହିଁ, ବାଡ଼େଇବ, ପିଟିବ। ସେତେବେଳେ କ'ଣ କରିବ? କୁଆଡ଼େ ଯିବ?
କିଛି ହବନି। ସେଠି କରିବ ନାହିଁ ବୋଲି ତମେ ବିଶ୍ୱାସ କରୁଛ କି? ହଁ ହଁ, ବିଶ୍ୱାସ ହିଁ ତମକୁ ରକ୍ଷା କରିବ। ଯଦି ବାପା ମାଆକୁ ଆସି କହିବ ମୋତେ ପିଟୁଛି ମାରୁଛି ମା ଯିବି ନାହିଁ ବୋଲେ ମା ରଖିବେ କି? ନାଇଁ ରଖିବେ ନା। ସେଥିପାଇଁ ତମେ ବିଶ୍ୱାସରେ ତାକୁ ଭଲ ପାଇଲ। ସେ ବିଶ୍ୱାସ କେତେ ଦିନ ରହିବାର ଅଛି? କେତେ ଦିନ ରହିବାର ଅଛି? ଯେଉଁ ବିଶ୍ୱାସ ବର୍ତ୍ତମାନ ସେମିତି କିଛି ହେବ ନାହିଁ ବୋଲି କହୁଛ, ସେଟା କେତେ ଦିନ ରଖିବ? ଆଜୀବନ ପର୍ଯ୍ୟନ୍ତ। ଆଉ ତାକୁ ଭଲ ପାଉଛ କି? ହଁ ଏତିକି ନା? ପୁରା ପୁରା। ହୃଦୟ ସହିତ ତ? ହଁ ଆଉ ହୃଦୟ ସହିତ ହେଲେ ଭଲ। କେତେ ଜଣ ଏତିକି ଆକା ମାନେ ପାଟିରେ ଚେହେରା, ଏ ଚେହେରା ଦେଖିକିରି ଚେହେରା ବେଶୀ ଦିନ ରହିବ ନା, ସୌନ୍ଦର୍ଯ୍ୟ ବେଶୀ ଦିନ ରହିବ ନାହିଁ। ସେ ଓଡ଼ିଆ ଆରମ୍ଭ କଲା, ତେଣୁକରି ମୁଁ ଓଡ଼ିଆରେ କହିଦେଲି। ଆଉ ତମେ ପ୍ରକୃତରେ ତାକୁ ଭଲ ପାଉଛ, ହଁ ଆଜ୍ଞା। ବିବାହ କରିବ, ହଁ ତମେ ବିଶ୍ୱାସ କରୁଛ ଯେ ଇଏ ଜୀବନ ସାରା ମୋତେ କେବଳ ମୋତେ ହିଁ ପ୍ରେମ କରିବ ବୋଲି ତୁମର ବିଶ୍ୱାସ ଅଛି। ହଁ ଆଉ ସେମିତି ଥାଉ। ତାକୁ ଦେଖ ସେ କ'ଣ ବିଶ୍ୱାସ କଲା ଏବେ କହିଲା, ଶୁଣିଲେ ତ? ହଁ ଶୁଣିଲି। ସେ ପ୍ରକୃତ ଭଲ ଲୋକ ବୋଲି ତୁମକୁ ବିଶ୍ୱାସ କରୁଛି। ସେ ଜୀବନ ସାରା ମୋତେ ରଖିବ, ପ୍ରେମ କରିବ ବୋଲି ବିଶ୍ୱାସ କରୁଛି। ସେ ବିଶ୍ୱାସ ବଜାୟ ରଖିବ ନା ବିଶ୍ୱାସଘାତକତା କରିବ ନା? ବଜାୟ ରଖିବି। ବଜାୟ ରଖିବ ତ? ତମେ ବି ତାକୁ ବିଶ୍ୱାସ କର କି ଯେ ଇଏ ମୋର ଜୀବନ ସାଥୀ ରହିବ ବୋଲି, ହଁ ମୋର କେବଳ ବିଶ୍ୱାସ। ମୋତେ ଆଗେ ପ୍ରେମ କରିବ ବୋଲି ତୁମର ବିଶ୍ୱାସ ଅଛି କି? ହଁ ମୋର ବିଶ୍ୱାସ ଅଛି। ତାହେଲେ ଭଲ ରହିବ, ପରିବାର ତିଷ୍ଠି ରହିବ। ନହେଲେ ଗଲା କେତେ ଜଣଙ୍କର ବିଗିଡ଼ିଯିବ, ବିଗିଡ଼ିବ ନା। ହଁ ଆଉ ତମ ଟିକେ ପଚାରିବି ବାପା ମା ମାନଙ୍କୁ, ତାପରେ ତମେ କେବେ ବିବାହ ହବ ଏ ଭିତରେ ତମେ ସ୍ଥିର କର। ହଁ, ସ୍ଥିର କରି ସାରିଥିବ, କିନ୍ତୁ ଆଉ ପରେ ମୁଁ ପଚାରିବି, ପ୍ରକାଶ କରିବ। ତୁମର ଦୁଇ ଜଣଙ୍କର ମତ, ବାପା ମା ମାନଙ୍କର ମତରେ ନାହିଁ, ତୁମର ଦୁଇ ଜଣଙ୍କର ମତରେ ତୁମେ ଠିକ୍ କର ମନରେ, ତାପରେ ପ୍ରକାଶ କରିବ। ଆଉ ତମେ ବସ ଦୁଇ ଜଣ।